ଆପଣମାନେ ବହୁତ ସମୟରେ ଦେଖିଥିବେ ନିଜ ଆଖପାଖରେ ଝିଅମାନେ ଟିକେ ଯେତେବେଳେ ବଡ଼ ହେଇଯାଆନ୍ତି ସେମାନେ କୁହନ୍ତି ଯେ ଆମ କ୍ଲାସ୍ର ସେ ଯେଉଁ ପିଲାଟା ସିଏ ସେମିତି ଅନ୍ୟ ପିଲାଙ୍କ ଭଳିଆ ନୁହଁ, ପିଲା ହିସାବରେ ଭାରି ଭଲ ପିଲା, ସେ ଭାରି ଭଲ, ସିଏ ମୋ ସାଙ୍ଗ, ସିଏ ଭଲ ପିଲାଟା, ସିଏ ମାନେ ଏମିତି ଅନ୍ୟ ପିଲାଙ୍କ ଭଳିଆ ବଦମାସ ନୁହଁ, ମାନେ ଚାଲାକ ଚତୁର ହେଲେ ଭାରି ଭଲ। ଏଇ ଯେଉଁ ଭାରି ଭଲ ଯେଉଁ ବହୁତ ଭଲ ସେମିତି ନୁହଁ, ଅନ୍ୟମାନଙ୍କ ଭଳିଆ ନୁହେଁ, ପିଲା ହିସାବରେ ଭାରି ଭଲ, ଏଇସବୁ କଥା ଯେତେବେଳେ ଆପଣ ଶୁଣିବେ ଜାଣିବେ ଯେ ମାନେ ଲାଇନ୍ ଝିଅ ଜଣକ ଲାଇନ୍ ପ୍ରବଳ ଦେଉଛି। ପୁଅମାନେ ଲାଇନ୍ ମାରନ୍ତି ବୋଲି କୁହାଯାଏ, ଆଉ ଝିଅମାନେ ବି ଲାଇନ୍ ଦିଅନ୍ତି। ଦୁଇ ଆଡ଼ୁ ନହେଲେ କ'ଣ କେବେ କନେକ୍ସନ୍ ହେବ? ଦୁଇଟା ହାତ ନ ମିଶିଲେ କ'ଣ ତାଳି ବାଜିବ କି? ତେଣୁ ଜଣେ ଯଦି ଯିଏ ଯେଉଁ ପୁଅ ଚେଷ୍ଟା କରୁଛି, ଯଦି ଝିଅ ତାକୁ ସମ୍ପୂର୍ଣ୍ଣ ଆରମ୍ଭରୁ ହିଁ ରୋକଠୋକ କରିକି ଷ୍ଟ୍ରିକ୍ଟଲି ନାହିଁ କରିବ, ସେ ପୁଅ ଆଗେଇବନି। କିନ୍ତୁ ଯେତେବେଳେ ପୁଅ ବି ଚେଷ୍ଟା ଲାଇନ୍ ମାରୁଛି, ଝିଅ ବି ଲାଇନ୍ ଦେଉଛି, ତାହେଲେ ତ ଆଉ ବିସ୍ଫୋରଣ ହେବା ପାଇଁ କେତେ ସମୟ ଲାଗିବ? ତେଣୁ ବିସ୍ଫୋରଣ ତ ତାର ପରବର୍ତ୍ତୀ ଘଟଣା ହିଁ ବିସ୍ଫୋରଣ, ଆଉ କ'ଣ? ପଜିଟିଭ୍ ନେଗେଟିଭ୍ ଯେତେବେଳେ ସ୍ପର୍ଶ ହେବ, ଆଉ ବିସ୍ଫୋରଣ ତ ହେବ ହିଁ। ଆଉ ତେଣୁ ସିଏ ଭାରି ଭଲ, ସିଏ ସେମିତି ନୁହେଁ, ପିଲା ହିସାବରେ ସିଏ ଭାରି ଭଲ, ସିଏ ଅନ୍ୟମାନଙ୍କ ଭଳି ନୁହେଁ, ମୁଁ ତାକୁ ଜାଣିଛି ବହୁତ ଭଲରେ। ଏ କଥା ମାନେ ଜାଣିଲେ, ଶୁଣିଲା ମାତ୍ରକେ ଆପଣ ଜାଣିଦେବେ ଲାଇନ୍ ପ୍ରବଳ ଜୋରେ ଦିଆହେଲାଣି।